ଆଜି ଆମେ ଇଷ୍ଟର ବିବରଣ ପୁସ୍ତକର 3 ପର୍ବଟିକୁ ଅଧ୍ୟୟନ କରିବା। ଏହି ପର୍ବର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ହାମନ ଓ ତାହାର କୂଟ ଚକ୍ରାନ୍ତ। 3 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଏହି ସକଳ ଘଟଣା ଉତ୍ତାରେ ଅକ୍ଷଶ୍ୱରେଶ ରାଜା ଅଗାଗୀୟ ହମଦାଥାର ପୁତ୍ର ହାମନକୁ ଉନ୍ନତ କରି ଉଚ୍ଚ ପଦାନ୍ୟୁତ କଲା, ଆଉ ତାହାର ସଙ୍ଗୀ ସମସ୍ତ ଅଧିପତିର ଆସନ ଅପେକ୍ଷା ତାକୁ ଶ୍ରେଷ୍ଠ ଆସନ ଦେଲା। ଏଠାରେ ଆମେ ହାମନ ନାମରେ ଜଣେ ବ୍ୟକ୍ତିର ପରିଚୟ ପାଉଅଛୁ, ଯେ କି ଜିହୁଦୀ ଜାତିକୁ ସମୂଳେ ଉତ୍ପାଟନ କରିବା ନିମନ୍ତେ ଚକ୍ରାନ୍ତ କରିଥିଲା। ସେ ରାଜାଙ୍କ ଦ୍ୱାରା ଉଚ୍ଚ ପଦରେ ସମ୍ମାନିତ ହୋଇଥିଲା, ଯାହାକି ପ୍ରଧାନମନ୍ତ୍ରୀ ପଦ ସହିତ ସମାନ। ସେ ଅଗାଗୀୟ ଥିଲା। ଯଦି ଆପଣ ପ୍ରଥମ ସାମୁଏଲ 15 ପର୍ବର 8 ପଦକୁ ଫେରିଯିବେ, ତାହେଲେ ସେଠାରେ ଲକ୍ଷ୍ୟ କରିବାକୁ ପାରିବେ ଯେ ଅମାଲିକୀୟମାନଙ୍କର ଅଗାଗୀୟ ଥିଲେ ରାଜକୀୟ ପରିବାର। ସାଉଲ ଈଶ୍ୱରଙ୍କ ଆଦେଶ ଅନୁଯାୟୀ ଅଗାଗୀୟମାନଙ୍କୁ ସମୂଳେ ବିନାଶ କରିବା ଉଚିତ ଥିଲା, ମାତ୍ର ସେ ତାହା କଲେ ନାହିଁ। ଯଦି ସାଉଲ ଈଶ୍ୱରଙ୍କ ଆଦେଶ ଅନୁଯାୟୀ ଅଗାଗୀୟମାନଙ୍କୁ ନିଶେଷ ରୂପେ ବଧ କରିଥାନ୍ତେ, ତାହେଲେ ତାହାଙ୍କର ଲୋକମାନେ ଏହିପରି ପରିସ୍ଥିତିର ସମ୍ମୁଖୀନ ହୋଇନଥାନ୍ତେ। ଈଶ୍ୱର ତାହା ପୂର୍ବରୁ ଜାଣି ସାଉଲଙ୍କୁ ଏପରି କରିବା ନିମନ୍ତେ ଆଦେଶ ଦେଇଥିଲେ, କାରଣ ଈଶ୍ୱର ଜାଣିଥିଲେ ଯେ ଆଗକୁ କ'ଣ ଘଟିବାକୁ ଯାଉଅଛି। ସାଉଲଙ୍କର ଅଗାଗୀୟମାନଙ୍କୁ ସମୂଳେ ନିପାତ କରିବାରେ ବିଫଳତା ତାଙ୍କର ନିଜ ଲୋକମାନଙ୍କର ସମୂଳେ ନିପାତ ହେବାର ବିଷୟ ଆଡ଼କୁ କଢ଼ାଇ ନେଲା। କିନ୍ତୁ ଈଶ୍ୱର ପୁନର୍ବାର ଏହି ସମସ୍ତ ଘଟଣାର ପଛରେ ରହି ତାଙ୍କର ନିଜ ଲୋକମାନଙ୍କ ପ୍ରତି ଦୃଷ୍ଟି କରୁଛନ୍ତି ଓ ଏହି ସମସ୍ତ ଘଟଣା ଉପରେ ହସ୍ତକ୍ଷେପ କରୁଅଛନ୍ତି। କୌଣସି ଅସ୍ତ୍ର ଇସ୍ରାଏଲର ବିରୁଦ୍ଧରେ ଯାଇପାରିବ ନାହିଁ, କାରଣ ଈଶ୍ୱର ହାମନର କୂଟ ଚକ୍ରାନ୍ତକୁ ପଣ୍ଡ କରିବାକୁ ଯାଉଅଛନ୍ତି। ହାମନ ଆଉ ଇସ୍ରାଏଲ ବିରୁଦ୍ଧରେ ଆଗେଇ ପାରିବ ନାହିଁ। ବର୍ତ୍ତମାନ ଆମେ ଦେଖିବାକୁ ପାରିବା ଯେ ଈଶ୍ୱର କାହିଁକି ଏଷ୍ଟରକୁ ଅକ୍ଷଶ୍ୱରେଶର ରାଣୀ ହେବା ନିମନ୍ତେ ସୁଯୋଗ ଦେଲେ। ଆଉ ଯଦି ଏଷ୍ଟର ସେହି ରାଣୀ ପଦରେ ମନୋନୀତା ହୋଇନଥାନ୍ତେ, ତାହେଲେ ହାମନ ଜିହୁଦୀମାନଙ୍କୁ ସମୂଳେ ନିପାତ କରିଦେଇଥାନ୍ତା, କାରଣ ତାହାର ଉଦ୍ଦେଶ୍ୟ ଥିଲା ଜିହୁଦୀମାନଙ୍କୁ ସମୂଳେ ବିନଷ୍ଟ କରିବା। 3 ପର୍ବର 2 ପଦରେ ଲେଖା ଅଛି, ତହିଁରେ ରାଜାର ଯେତେ ଦାସ ରାଜଦ୍ୱାରରେ ଥିଲେ, ସେ ସମସ୍ତେ ନତ ହୋଇ ହାମନକୁ ପ୍ରଣାମ କଲେ, କାରଣ ରାଜା ତାହା ବିଷୟରେ ସେରୂପ ଆଜ୍ଞା ଦେଇଥିଲା। ମାତ୍ର ମର୍ଦ୍ଦୋଖୟ ନତ ହେଲା ନାହିଁ, କିଏ ବା ତାହାକୁ ପ୍ରଣାମ କଲା ନାହିଁ। ହାମନ ଯେତେବେଳେ ନୂତନ ପ୍ରଧାନମନ୍ତ୍ରୀ ପଦରେ ମନୋନୀତ ହୋଇଅଛନ୍ତି, ରାଜାଙ୍କର ଆଜ୍ଞା ସମସ୍ତେ ଯେପରି ହାମନକୁ ପ୍ରଣାମ କରନ୍ତି। ତେଣୁକରି ରାଜାଙ୍କର ଯେତେ ଦାସ ରାଜଦ୍ୱାରରେ ଥିଲେ ସମସ୍ତେ ହାମନକୁ ନତ ହୋଇ ପ୍ରଣାମ କଲେ, ମାତ୍ର ଜଣେ କେବଳ ପ୍ରଣାମ କଲେ ନାହିଁ, ଆଉ ସେହି ଜଣକ ହେଉଛନ୍ତି ମର୍ଦ୍ଦୋଖୟ। ଏଠାରେ ଆମେ ପ୍ରଥମ ଥର ପାଇଁ ଦେଖିବାକୁ ପାରୁଅଛୁ ଯେ ମର୍ଦ୍ଦୋଖୟଙ୍କ ଜୀବନରେ ଈଶ୍ୱରଙ୍କ ହସ୍ତ କାର୍ଯ୍ୟ କରିବାକୁ ଆରମ୍ଭ କରୁଅଛି। ଆପଣ କହିପାରନ୍ତି ଯେ ମର୍ଦ୍ଦୋଖୟ ତ ଈଶ୍ୱରଙ୍କ ଇଚ୍ଛାର ବହିର୍ଭୂତ ହୋଇଅଛି, ତାହେଲେ ଏହିପରି ପରିସ୍ଥିତିରେ ଈଶ୍ୱର କିପରି କାର୍ଯ୍ୟ ସାଧନ କରିପାରିବେ? ସେ ନିଜର ରାଜ୍ୟକୁ ଫେରିଯିବା ଉଚିତ ଥିଲା। ହଁ, ଏହା ଠିକ୍ କଥା। ତାହାଙ୍କର ବ୍ୟକ୍ତିଗତ କାରଣଗୁଡ଼ିକ ହେତୁ ସେ ସେହି ପ୍ରତିଘାତ ଦେଶକୁ ଫେରିଲେ ନାହିଁ, ମାତ୍ର ଜଣେ ଜିହୁଦୀ ହିସାବରେ ସେହି ପାଲେଷ୍ଟାଇନ ଦେଶରେ ତାହାଙ୍କର ସ୍ଥାନ ଥିଲା। ଏହା ଅତି ସୁସ୍ପଷ୍ଟ ଯେ ସେ ଈଶ୍ୱରଙ୍କ ଇଚ୍ଛାର ବହିର୍ଭୂତ ଥିଲେ, ମାତ୍ର ସେ ତଥାପି ଈଶ୍ୱରଙ୍କୁ ଚିହ୍ନି ପାରୁଥିଲେ। ଆପଣ ଜାଣନ୍ତି କାହିଁକି ଏହି ବିଷୟ ମୁଁ ଦୃଢ଼ତାର ସହିତ କହୁଅଛି? କାରଣ ଜିହୁଦୀ ଜାତି ପ୍ରତି ଈଶ୍ୱରଙ୍କ ବ୍ୟବସ୍ଥା ଅତି ସୁସ୍ପଷ୍ଟ। ସେମାନେ ଈଶ୍ୱରଙ୍କ ବ୍ୟତୀତ ଅନ୍ୟ କାହା ନିକଟରେ ନତମସ୍ତକ ହେବାକୁ ନିଷେଧ କରାଯାଇଥିଲା। ସେମାନେ କାହାର କୌଣସି ପ୍ରତିମା ନିର୍ମାଣ କରିବା ବା ପ୍ରତିମାକୁ ପୂଜା କରିବା ନିମନ୍ତେ ନିଷେଧ କରାଯାଇଥିଲେ। ସେମାନେ କୌଣସି ବସ୍ତୁ ନିକଟରେ ବା ମନୁଷ୍ୟ ନିକଟରେ ନତମସ୍ତକ ହେବା ଉଚିତ ନଥିଲା। ତେଣୁ ମର୍ଦ୍ଦୋଖୟ ହାମନ ନିକଟରେ ନତମସ୍ତକ ନ ହେବାର କାରଣ ଏଠାରେ ଅତି ସୁସ୍ପଷ୍ଟ ହୋଇଯାଏ। ମର୍ଦ୍ଦୋଖୟ ଓ ଏଷ୍ଟର ଜିରୁସାଲେମକୁ ଫେରିଯିବାରେ ଏତେ ବିଶ୍ୱସ୍ତ ନଥିଲେ, ମାତ୍ର ସେମାନେ ସେମାନଙ୍କର ଲୋକମାନଙ୍କୁ ଉଦ୍ଧାର କରିବାରେ ନିଜର ଜୀବନକୁ ବିପଦଗ୍ରସ୍ତ କରିବା ନିମନ୍ତେ ପଛଘୁଞ୍ଚା ଦେଇନଥିଲେ। ତେଣୁ ମର୍ଦ୍ଦୋଖୟଙ୍କର ସେହି ବାବିଲୋନ ଦେଶରେ ରହିଯିବା ଯଦିଓ ଈଶ୍ୱରଙ୍କ ଇଚ୍ଛାର ବହିର୍ଭୂତ ବିଷୟ ଥିଲା, ମାତ୍ର ତଥାପି ତାହା ଈଶ୍ୱରଙ୍କ ନିୟନ୍ତ୍ରଣାଧୀନ ଥିଲା ଓ ତଇମଧ୍ୟ ଦେଇ ଈଶ୍ୱରଙ୍କର ଅଭିପ୍ରାୟ ସଫଳ ହେଲା। 3 ପଦରୁ 4 ପଦ ମଧ୍ୟରେ ଲେଖା ଅଛି, ଏଣୁ ରାଜଦ୍ୱାରବର୍ତ୍ତୀ ରାଜାର ଦାସଗଣ ମର୍ଦ୍ଦୋଖୟକୁ କହିଲେ, ତୁମେ କାହିଁକି ରାଜାଜ୍ଞା ଲଙ୍ଘନ କରୁଅଛ? ଏରୂପେ ସେମାନେ ନୀତିନୀତି ତାହାକୁ କହିଲେ, ତଥାପି ସେ ସେମାନଙ୍କର କଥା ମାନିଲେ ନାହିଁ। ଏଣୁ ଏହି ମର୍ଦ୍ଦୋଖୟର କଥା ରହିବ କି ନାହିଁ, ଏହା ଜାଣିବା ଇଚ୍ଛାରେ ସେମାନେ ହାମନକୁ ତାହା ଜଣାଇଲେ, କାରଣ ମର୍ଦ୍ଦୋଖୟ ଯେ ଜିହୁଦୀୟ ଲୋକ, ଏହା ସେ ସେମାନଙ୍କୁ କହିଥିଲା। ଦେଖନ୍ତୁ, ମର୍ଦ୍ଦୋଖୟ କାହିଁକି ହାମନ ନିକଟରେ ନତମସ୍ତକ ହେଉନାହିଁ, ତହିଁର କାରଣ ସେହି ରାଜଦ୍ୱାରବର୍ତ୍ତୀ ରାଜାର ଦାସଗଣ ମର୍ଦ୍ଦୋଖୟକୁ ପଚାରିଥିଲେ,
ଏଠାରେ ଆମେ ପ୍ରଥମ ଥର ପାଇଁ ଲକ୍ଷ୍ୟ କରୁଅଛୁ ଯେ ମର୍ଦ୍ଦଖୟ ନିଜକୁ ଜଣେ ଜିହୁଦୀ ବୋଲି ପରିଚୟ ଦେଉଅଛନ୍ତି। ମାତ୍ର ଏହି ସମୟ ପର୍ଯ୍ୟନ୍ତ ସେ କାହା ନିକଟରେ ନିଜକୁ ଜିହୁଦୀ ବୋଲି ପରିଚୟ ଦେଇନଥିଲେ। ଆପଣ ଜାଣିଥିବେ ଯେ ସେ ଏପରିକି ଏଷ୍ଟରଙ୍କୁ ମଧ୍ୟ ନିଜର ଜିହୁଦୀ ଜାତିର ପରିଚୟ ଦେବାକୁ ବା ନିଜକୁ ଜିହୁଦୀ ବୋଲି ପରିଚୟ ଦେବାକୁ ମନା କରିଥିଲେ। ଏପରିକି ରାଜା ନିଜେ ମଧ୍ୟ ଏଷ୍ଟରଙ୍କ ବିଷୟରେ ଜାଣିନଥିଲେ ଯେ ସେ ଜଣେ ଜିହୁଦିଆ ନାରୀ। କିନ୍ତୁ ବର୍ତ୍ତମାନ ମର୍ଦ୍ଦଖୟ ସେମାନଙ୍କୁ କହନ୍ତି, ମୁଁ ହାମନର ନିକଟରେ ନତମସ୍ତକ ନ ହେବାର କାରଣ ହେଉଛି ଯେ ମୁଁ ଜଣେ ଜିହୁଦୀ। ତେଣୁ ଯେଉଁ ମୁହୂର୍ତ୍ତରେ ସେ ଏହା କହନ୍ତି, ସେହି ମୁହୂର୍ତ୍ତରେ ସେ ନିଜର ଧର୍ମ ବିଷୟ ନେଇ ମଧ୍ୟ ସେମାନଙ୍କୁ ଜଣାନ୍ତି। ସେ କେବଳ ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କର ପୂଜା ଉପାସନା କରନ୍ତି। ମାତ୍ର ସେ କୌଣସି ପ୍ରତିମା ନିକଟରେ ବା ମୂର୍ତ୍ତି ନିକଟରେ ବା ମନୁଷ୍ୟ ନିକଟରେ ନତମସ୍ତକ ହୁଅନ୍ତି ନାହିଁ, କାରଣ ସେ ତାହା ଦ୍ୱିତୀୟ ବିବରଣ 6 ପର୍ବର 4 ପଦରୁ ଶିକ୍ଷା କରିଅଛନ୍ତି, ଯେଉଁଠାରେ ଲେଖା ଅଛି, ହେ ଇସ୍ରାଏଲ ଶୁଣ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଏକମାତ୍ର ସଦାପ୍ରଭୁ ଅଟନ୍ତି। ସେ ଜଗତ ନିକଟରେ ପ୍ରକାଶ କରିଦେବାକୁ ଚାହାନ୍ତି ଯେ ସେ ହେଉଛନ୍ତି ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କର ଉପାସକ। ମାତ୍ର ସେ କୌଣସି ଦେବତାର ବା ପ୍ରତିମାର ବା ମନୁଷ୍ୟର ଉପାସକ ନୁହନ୍ତି। ମର୍ଦ୍ଦଖୟ ଜୀବନ୍ତ ଈଶ୍ୱରଙ୍କ ସପକ୍ଷରେ ଛିଡ଼ା ହେଲେ ଓ ବର୍ତ୍ତମାନ ଲୋକମାନେ ଜାଣିବାକୁ ପାରିଲେ ଯେ ମର୍ଦ୍ଦଖୟ କାହିଁକି ହାମନ ନିକଟରେ ନତମସ୍ତକ ହେଲେ ନାହିଁ। ଆଉ ସେହି ସମୟରେ ଜିହୁଦୀମାନେ ଜଗତ ନିକଟରେ ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କର ଉପାସକ ରୂପେ ପରିଚିତ ଥିଲେ। ବାସ୍ତବରେ ସେ ବର୍ତ୍ତମାନ ପ୍ରଥମ ଥର ପାଇଁ ଈଶ୍ୱରଙ୍କ ସପକ୍ଷରେ ଛିଡ଼ା ହେବା ପାଇଁ ଆରମ୍ଭ କରୁଅଛନ୍ତି ଓ ଏଥି ନିମନ୍ତେ ତାହାଙ୍କୁ ଅନେକ କିଛି ସହ୍ୟ କରିବାକୁ ଅଛି ଓ ସ୍ୱାର୍ଥ ତ୍ୟାଗ କରିବାକୁ ଅଛି। ହୋଇପାରେ ତାହାଙ୍କର କାର୍ଯ୍ୟ ପ୍ରତି ଓ ଜୀବନ ପ୍ରତି ମଧ୍ୟ ବାଧା ସୃଷ୍ଟି ହୋଇପାରେ। 5 ପଦରୁ 6 ପଦ ମଧ୍ୟରେ ଏହିପରି ଲେଖା ଅଛି, ଯେତେବେଳେ ହାମନ ଦେଖିଲା ଯେ ମର୍ଦ୍ଦଖୟ ନତ ହେଲା ନାହିଁ କିମ୍ବା ତାହାକୁ ପ୍ରଣାମ କଲା ନାହିଁ, ସେତେବେଳେ ସେ କ୍ରୋଧରେ ପରିପୂର୍ଣ୍ଣ ହେଲା। ମାତ୍ର ସେ କେବଳ ମର୍ଦ୍ଦଖୟ ଉପରେ ହସ୍ତକ୍ଷେପ କରିବାକୁ ଲଘୁ ଜ୍ଞାନ କଲା, କାରଣ ସେମାନେ ତାହାକୁ ମର୍ଦ୍ଦଖୟର ବଂଶୀୟ ଲୋକଙ୍କ କଥା ଜଣାଇଥିଲେ। ତେଣୁ ହାମନ ଅକ୍ଷଶ୍ୱରେଶ୍ୱର ସମୁଦାୟ ରାଜ୍ୟରେ ସମସ୍ତ ଜିହୁଦୀୟଙ୍କୁ ଅର୍ଥାତ୍ ମର୍ଦ୍ଦଖୟର ଲୋକଙ୍କୁ ବିନାଶ କରିବାକୁ ଚେଷ୍ଟା କଲା। ହାମନଙ୍କ ଦୃଷ୍ଟିରେ ମର୍ଦ୍ଦଖୟ ଅତି ନଗଣ୍ୟ ଥିଲା। ମାତ୍ର ମର୍ଦ୍ଦଖୟ ଈଶ୍ୱରଙ୍କ ଲୋକ ହିସାବରେ ଈଶ୍ୱରଙ୍କ ନିମନ୍ତେ ଛିଡ଼ା ହେବା ପାଇଁ ଆରମ୍ଭ କରୁଥିଲେ। କିନ୍ତୁ ହାମନ ଶୟତାନ ସପକ୍ଷରେ ଛିଡ଼ା ହେବା ପାଇଁ ଯାଉଥିଲା। ମାତ୍ର ପରେ ଆମେ ଦେଖିବାକୁ ଯିବା ଯେ ହାମନ ପ୍ରଥମେ ନିଜେ ନଗଣ୍ୟ ବୋଲି ଗଣିତ ହେଲା ଓ ମର୍ଦ୍ଦଖୟ ପରି ଜଣେ ସାଧାରଣ ବ୍ୟକ୍ତି ନିକଟରେ ଲଜ୍ଜିତ ହେଲା। ହାମନ ବର୍ତ୍ତମାନ ଏକ ଭୟଙ୍କର କାର୍ଯ୍ୟ କରିବାକୁ ଯାଉଛି। ସେ ଅକ୍ଷଶ୍ୱରେଶ୍ୱର ରାଜ୍ୟରେ ବସବାସ କରୁଥିବା ସମସ୍ତ ଜିହୁଦୀ ଲୋକମାନଙ୍କ ବିପକ୍ଷରେ ଯାଇ ସେମାନଙ୍କୁ ସମୂଳେ ଉଚ୍ଛିନ୍ନ କରିବା ନିମନ୍ତେ ଯୋଜନା କରୁଅଛି। ମାତ୍ର ଅପରପକ୍ଷରେ ଈଶ୍ୱର ତାହାଙ୍କର ଲୋକମାନଙ୍କ ପ୍ରତି କରିଥିବା ପ୍ରତିଜ୍ଞା ଅନୁଯାୟୀ ସେମାନଙ୍କୁ ଉଦ୍ଧାର କରିବାକୁ ଯାଉଅଛନ୍ତି, କାରଣ ଈଶ୍ୱର ତାହାଙ୍କର ଲୋକମାନଙ୍କର ଯତ୍ନ ନେବେ ବୋଲି ପ୍ରତିଜ୍ଞା କରିଥିଲେ। ତେଣୁ ଈଶ୍ୱର ଯାହାର ସପକ୍ଷ, ମନୁଷ୍ୟ ତାହାର କ'ଣ କରିପାରେ? ଈଶ୍ୱର ଅବ୍ରାହମକୁ ପ୍ରତିଜ୍ଞା କରି କହିଥିଲେ, ଯେଉଁମାନେ ଜିହୁଦୀମାନଙ୍କୁ ଆଶୀର୍ବାଦ କରନ୍ତି ଆମେ ସେମାନଙ୍କୁ ଆଶୀର୍ବାଦ କରିବା ଓ ଯେଉଁମାନେ ଜିହୁଦୀମାନଙ୍କୁ ଅଭିଶାପ ଦିଅନ୍ତି ଆମେ ସେମାନଙ୍କୁ ଅଭିଶାପ ଦେବା। ହାମନ ବୋଧହୁଏ ତାହା ଜାଣିନଥିଲା। ତେଣୁକରି ସେ ଜିହୁଦୀମାନଙ୍କ ବିରୁଦ୍ଧରେ ଗଲା। କିନ୍ତୁ ଯେଉଁମାନେ ଈଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ଯାଇଛନ୍ତି ଓ ସେମାନଙ୍କୁ ବିନଷ୍ଟ କରିବା ନିମନ୍ତେ ଯୋଜନା କରିଅଛନ୍ତି, ସେମାନେ ବିନଷ୍ଟ ହୋଇଅଛନ୍ତି। ଜିହୁଦୀ ଜାତି ଆଜି ମଧ୍ୟ ଅଛନ୍ତି। ଯେହେତୁ ଈଶ୍ୱର ସେମାନଙ୍କୁ ପ୍ରକୃତରେ ସୁରକ୍ଷା ପ୍ରଦାନ କରିଅଛନ୍ତି, ତାହା ହିଁ ଆମେ ଏହି ଏଷ୍ଟର ପୁସ୍ତକରେ ଲକ୍ଷ୍ୟ କରିବାକୁ ଯିବା। ଯେହେତୁ ଈଶ୍ୱର ତାହାଙ୍କର ପ୍ରତିଜ୍ଞାରେ ବିଶ୍ୱସ୍ତ। 7 ପଦରେ ଲେଖା ଅଛି, ଆଉ ସେହି ବିଷୟରେ ଅକ୍ଷଶ୍ୱରେଶ୍ୱର ରାଜାର ଅଧିକାରର 12 ବର୍ଷର ନିସନ ନାମକ ପ୍ରଥମ ମାସରେ ହାମନର ସାକ୍ଷାତରେ ଅଦର ନାମକ 12 ମାସ ପର୍ଯ୍ୟନ୍ତ କ୍ରମାଗତ ସେମାନେ ପ୍ରତିଦିନ ଓ ପ୍ରତି ମାସ ପୁର ଅର୍ଥାତ୍ ଗୁଲିବାଣ୍ଟ କଲେ। ପ୍ରତ୍ୟେକ ଦିନ ହାମନର ବିରକ୍ତି ଭାବ ବଢ଼ିବାରେ ଲାଗିଲା, କାରଣ ସମସ୍ତେ ନତମସ୍ତକ ହେବା ସ୍ଥଳେ ମର୍ଦ୍ଦଖୟର ନତମସ୍ତକ ନ ହେବା ହାମନ ପ୍ରତି ଘୋର ଅପମାନଜନକ ଥିଲା। ହାମନ ଯେତେବେଳେ ଜାଣିବାକୁ ପାରିଲା ଯେ ମର୍ଦ୍ଦଖୟର ନତମସ୍ତକ ନ ହେବା ତାହାର ଧର୍ମବିଶ୍ୱାସ ଉପରେ ପର୍ଯ୍ୟବେସିତ ହୋଇଥିଲା, ସେତେବେଳେ ସେ ତହିଁର ସମାଧାନ ନିମନ୍ତେ ସମସ୍ତ ଜିହୁଦୀମାନଙ୍କୁ ସମୂଳେ ଉଚ୍ଛିନ୍ନ କରିବା ପାଇଁ ଯୋଜନା କଲା। ମାତ୍ର ତାହା ପଣ୍ଡ ହେବାକୁ ଯାଉଅଛି। ଈଶ୍ୱର ତାହା ସଫଳ କରାଇ ଦେବେ ନାହିଁ। ସେ ତହିଁରେ ହସ୍ତକ୍ଷେପ କରିବାକୁ ଯାଉଅଛନ୍ତି। ସେମାନେ କେଉଁଦିନ ଜିହୁଦୀମାନଙ୍କୁ ଉଚ୍ଛିନ୍ନ କରିବେ ଏଥି ନିମନ୍ତେ ଗୁଲିବାଣ୍ଟ କଲେ। ମାତ୍ର ଈଶ୍ୱର ଯେ ସେହି ସମସ୍ତ ବିଷୟ ବ୍ୟର୍ଥ କରିଦେଇପାରନ୍ତି, ଏହା ହାମନ କିମ୍ବା ତାହାର ସହଯୋଗୀମାନଙ୍କର କଳ୍ପନାର ବାହାରେ ଥିଲା। ଈଶ୍ୱର ଏହି ପରିସ୍ଥିତିକୁ ନିଜର ଆୟତ୍ତାଧୀନରେ ରଖି ନିୟନ୍ତ୍ରଣ କଲେ। ସେହି ଗୁଲିବାଣ୍ଟ ବର୍ଷର ଶେଷ ମାସରେ ପଡ଼ିଲା, ଯାହାକି ହାମନର ସମସ୍ତ ଷଡ଼ଯନ୍ତ୍ର ପ୍ରକାଶିତ ହେବା ନିମନ୍ତେ ଓ ତାହାକୁ ବନ୍ଦ କରିବା ନିମନ୍ତେ ଅବକାଶ ଯୋଗାଇଲା। 8 ପଦରୁ 9 ପଦ ମଧ୍ୟରେ ଲେଖା ଅଛି,
ଅନନ୍ତର ହାମନ୍ ଅକ୍ଷଶ୍ୱରସ ରାଜାକୁ କହିଲା, ଆପଣଙ୍କ ରାଜ୍ୟର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧ୍ୟରେ ଛିନ୍ନ ଭିନ୍ନ ଓ ପୃଥକକୃତ ଏକ ଦେଶୀୟ ଲୋକ ଅଛନ୍ତି। ଅନ୍ୟ ସକଳ ଲୋକମାନଙ୍କର ବ୍ୟବସ୍ଥାଠାରୁ ସେମାନଙ୍କ ବ୍ୟବସ୍ଥା ଭିନ୍ନ। ମଧ୍ୟ ସେମାନେ ମହାରାଜାଙ୍କ ବ୍ୟବସ୍ଥା ମାନନ୍ତି ନାହିଁ। ଏଣୁ ସେମାନଙ୍କ ବ୍ୟବହାର ସହ୍ୟ କରିବା ମହାରାଜାଙ୍କର ଉଚିତ ନୁହେଁ। ମହାରାଜ ସନ୍ତୁଷ୍ଟ ହେଲେ ସେମାନଙ୍କୁ ବିନାଶ କରିବା ପାଇଁ ପତ୍ର ଲେଖାଯାଉ। ତହିଁରେ ମୁଁ ରାଜକାର୍ଯ୍ୟରେ ନିଯୁକ୍ତ ଲୋକଙ୍କ ହସ୍ତରେ ରାଜଭଣ୍ଡାରକୁ ଆଣିବା ପାଇଁ 10,000 ତାଳନ୍ତ ରୂପା ଦେବି। ହାମାନ ଅକ୍ଷଶ୍ୱରସ ରାଜାଙ୍କୁ ଏହି କଥା କହିଲା, ମହାରାଜ ଦେଖନ୍ତୁ, ଆପଣଙ୍କ ରାଜ୍ୟରେ ଏପରି ଲୋକମାନେ ବାସ କରୁଅଛନ୍ତି ଯେଉଁମାନେ କି ଅନ୍ୟମାନଙ୍କ ଅପେକ୍ଷା ସ୍ୱତନ୍ତ୍ର ଭିନ୍ନ, ଆଉ ସେମାନେ ଜିହୁଦୀ ଓ ମୂଷାଙ୍କ ବ୍ୟବସ୍ଥାକୁ ଅନୁକରଣ କରନ୍ତି, ମାତ୍ର ଆପଣଙ୍କର ଆଦେଶକୁ ପାଳନ କରନ୍ତି ନାହିଁ କି କୌଣସି ମନୁଷ୍ୟ ନିକଟରେ ନତମସ୍ତକ ହୁଅନ୍ତି ନାହିଁ। ସେମାନେ ଏହି ରାଜ୍ୟରୁ ସମୂଳେ ଉଚ୍ଛିନ୍ନ ହେବା ଉଚିତ। ମାତ୍ର ହାମାନ ଜାଣିନଥିଲା ଯେ ଏଷ୍ଟର ଜଣେ ଜିହୁଦିଆ ନାରୀ। ତା ଛଡ଼ା ରାଜା ମଧ୍ୟ ନିଜେ ଭଲ ଭାବେ ଜାଣିନଥିଲେ ଯେ ଏଷ୍ଟର ପ୍ରକୃତରେ କେଉଁ ଜାତିର। ରାଜା ମଧ୍ୟ ଜାଣିବାକୁ ଚାହିଁନଥିଲେ ଯେ ହାମାନ ପ୍ରକୃତରେ କେଉଁ ଲୋକମାନଙ୍କୁ ସମୂଳେ ଉଚ୍ଛିନ୍ନ କରିବାକୁ ଚାହୁଁଛି। ମାତ୍ର ସେ ଅର୍ଥ ଲୋଭରେ ହାମାନକୁ ସେହିପରି କରିବା ନିମନ୍ତେ ଅନୁମତି ଦେଲେ। 10 ପଦରେ ଲେଖା ଅଛି, ଏଥିରେ ରାଜା ଆପଣା ହସ୍ତରୁ ସନ୍ତକ ଅଙ୍ଗୁରୀୟ କାଢ଼ି ଜିହୁଦୀୟମାନଙ୍କର ବୈରୀ ଅଗାଗୀୟ ହମଦାଥର ପୁତ୍ର ହାମନକୁ ଦେଲା। ଦେଖନ୍ତୁ, ଅକ୍ଷଶ୍ୱରସ ରାଜା ଆପଣା ହସ୍ତରୁ ଅଙ୍ଗୁରୀୟ ବା ସେହି ମୁଦ୍ରିକା କାଢ଼ି ହାମନକୁ ଦେଲେ। ଏହି ମୁଦ୍ରିକା ଥିଲା ରାଜାଙ୍କର ମୋହର ଲଗାଯାଇଥିବା ମୁଦ୍ରିକା ବା ଅଙ୍ଗୁରୀୟ। ଏହି ଅଙ୍ଗୁରୀୟ ରାଜାଙ୍କର ସନ୍ତକକୁ ବହନ କରୁଥିଲା। ଯେଉଁ ସମସ୍ତ ନିୟମରେ ଏହି ପ୍ରକାର ସନ୍ତକ ରହୁଥିଲା ତାହା ରାଜ୍ୟର ବ୍ୟବସ୍ଥା ରୂପେ ପରିଗଣିତ ହେଉଥିଲା। ତେଣୁ ରାଜା କିଛି ନ ବୁଝି ନ ସୁଝି ସେହି ମୁଦ୍ରିକା ହାମନକୁ ଦେବା ଦ୍ୱାରା ସେ ହାମନର କଥାକୁ ଗ୍ରାହ୍ୟ କରି ତହିଁରେ ନିଜର ସ୍ୱୀକୃତି ପ୍ରଦାନ କଲେ। ଅନ୍ୟ ଅର୍ଥରେ କହିବାକୁ ଗଲେ ସେ ହାମନକୁ କହିଲେ, ହାମନ, ମୁଁ ଜାଣେ ନା ସେମାନେ କିଏ, କି ମୁଁ ସେମାନଙ୍କୁ ଖାତିରି ମଧ୍ୟ କରେ ନା, କିନ୍ତୁ ତୁମ୍ଭେ ଯଦି ଚାହଁ ଯେ ସେହି ଲୋକମାନେ ଉଚ୍ଛିନ୍ନ ହେବା ଉଚିତ, ତାହେଲେ ତୁମ୍ଭେ ତହିଁରେ ଆଗେଇ ଯାଅ ଓ ତୁମର ଯାହା ଇଚ୍ଛା ତାହା କର। ଦେଖନ୍ତୁ, ଅକ୍ଷଶ୍ୱରସ ମନୁଷ୍ୟମାନଙ୍କର ଜୀବନକୁ କେତେ ହୀନ ଦୃଷ୍ଟିରେ ଦେଖୁଥିଲେ। ମନୁଷ୍ୟମାନଙ୍କର ଜୀବନ ତାଙ୍କ ଦୃଷ୍ଟିରେ ଅତି ମୂଲ୍ୟହୀନ ଥିଲା। 11-13 ପଦ ମଧ୍ୟରେ ଲେଖା ଅଛି, ପୁଣି ରାଜା ହାମନକୁ କହିଲା, ସେହି ରୂପା ଓ ସେହି ଦେଶୀୟ ଲୋକ ତୁମ୍ଭକୁ ଦିଆଗଲା, ସେମାନଙ୍କ ପ୍ରତି ଯାହା ତୁମ୍ଭର ଇଚ୍ଛା ତାହା କର। ଏଣୁ ପ୍ରଥମ ମାସର ତ୍ରୟୋଦଶୀ ଦିନରେ ରାଜାର ଲେଖକମାନେ ଆହୁତ ହୁଅନ୍ତେ। ହାମନର ସମସ୍ତ ଆଜ୍ଞାନୁସାରେ ପ୍ରତ୍ୟେକ ପ୍ରଦେଶସ୍ଥ ରାଜପ୍ରତିନିଧିଗଣ ଓ ଅଧିପତିଗଣ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଶାସନକର୍ତ୍ତାଗଣ ପ୍ରତି ପ୍ରତ୍ୟେକ ପ୍ରଦେଶର ଅକ୍ଷରାନୁସାରେ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଭାଷାନୁସାରେ ପତ୍ର ଲିଖିତ ହେଲା। ତାହା ଅକ୍ଷଶ୍ୱରସ ରାଜାର ନାମରେ ଲିଖିତ ଓ ରାଜାର ଅଙ୍ଗୁରୀୟରେ ମୁଦ୍ରାଙ୍କିତ ହେଲା। ପୁଣି ଏକ ଦିନରେ ଅର୍ଥାତ୍ ଅଦର ନାମକ 12 ମାସର ତ୍ରୟୋଦଶୀ ଦିନରେ ଯୁବା, ବୃଦ୍ଧ, ଶିଶୁ ଓ ସ୍ତ୍ରୀମାନଙ୍କ ସହିତ ସବୁ ଜିହୁଦୀୟମାନଙ୍କୁ ସଂହାର, ବଧ ଓ ବିନାଶ କରିବାକୁ ଓ ସେମାନଙ୍କ ସମ୍ପତ୍ତି ଲୁଟିବାକୁ ସେହି ପତ୍ର ଧାବକଗଣ ଦ୍ୱାରା ରାଜାର ସବୁ ପ୍ରଦେଶକୁ ପ୍ରେରିତ ହେଲା। ଦେଖନ୍ତୁ, ଜିହୁଦୀମାନଙ୍କୁ ବିନାଶ କରିବା ନିମନ୍ତେ ଏହି ରାଜାଜ୍ଞା ମାଦୀୟ ପାରସିକ ବ୍ୟବସ୍ଥା ହିସାବରେ ପ୍ରଚଳିତ ହେଲା ଓ ଏହାକୁ ଏକ ବ୍ୟବସ୍ଥା ହିସାବରେ ଗ୍ରହଣ କରାଗଲା। ଏହି ରାଜାଜ୍ଞାକୁ ସମଗ୍ର ରାଜ୍ୟରେ ପ୍ରଚାର କରିବା ପାଇଁ ସେମାନଙ୍କୁ ଅନେକ ଭାଷାରେ, ପ୍ରାୟ 127ଟି ଭାଷାରେ ପତ୍ର ଲେଖି ବିଭିନ୍ନ ରାଜ୍ୟର ଅଧିପତିମାନଙ୍କ ନିକଟକୁ ପଠାଇ ଦିଆଗଲା। କାରଣ ଏହି ସାମ୍ରାଜ୍ୟ ଅତି ବୃହତ୍ ସାମ୍ରାଜ୍ୟ ଥିଲା, ଯାହାକି ଭାରତବର୍ଷଠାରୁ ଆରମ୍ଭ କରି ଏସିଆ, ଭୂମଧ୍ୟସାଗର ମଧ୍ୟ ଦେଇ ୟୁରୋପ, ଏସିଆ ମାଇନର, ମିଶର ମଧ୍ୟ ଦେଇ ଆଫ୍ରିକା ଓ ଇଥିଓପିଆ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା। ଏହିପରି ଭାବେ ସମଗ୍ର ସାମ୍ରାଜ୍ୟ ମଧ୍ୟରେ ଜିହୁଦୀମାନଙ୍କୁ ଉଚ୍ଛିନ୍ନ କରିବା ନେଇ ସେମାନେ ପତ୍ର ମାଧ୍ୟମରେ ବିଭିନ୍ନ ଭାଷାରେ ସେହି ରାଜାଜ୍ଞା ଘୋଷଣା କରାଇଦେଲେ ଓ ତାହା ରାଜାଙ୍କର ନାମରେ ଲିଖିତ ଓ ରାଜାର ଅଙ୍ଗୁରୀୟରେ ମୁଦ୍ରାଙ୍କିତ ହେଲା। ଏଥିରୁ ଆପଣ ଅନୁମାନ କରିପାରୁଥିବେ ଯେ ଏହି ରାଜାଜ୍ଞା କେତେ ଦୃଢ଼ ହୋଇଥିଲା, ଯାହାକି ସେହି ସମୟର ମାଦୀୟ ଓ ପାରସିକ ବ୍ୟବସ୍ଥା ଅନୁଯାୟୀ ଅଟଳ ତଥା ଅପରିବର୍ତ୍ତନୀୟ ଥିଲା ଓ ଏହା ସମଗ୍ର ରାଜ୍ୟରେ ଘୋଷିତ ହେଲା। ଏହାପରେ 14-15 ପଦ ମଧ୍ୟରେ ଏହିପରି ଲେଖା ଅଛି, ପୁଣି ସେହିଦିନ ନିମନ୍ତେ ସମସ୍ତ ଲୋକ ଯେପରି ପ୍ରସ୍ତୁତ ହୁଅନ୍ତି, ଏଥିପାଇଁ ପ୍ରତ୍ୟେକ ପ୍ରଦେଶରେ ଆଜ୍ଞା ପ୍ରଚାର କରିବାକୁ ଓ ଯାବତୀୟ ଲୋକଙ୍କୁ ଗୋଚର କରାଇବାକୁ ସେହି ଲିଖନର ପ୍ରତିଲିପି ଦିଆଗଲା। ଆଉ ଧାବକଗଣ ରାଜାଜ୍ଞା ପାଇ ଶୀଘ୍ର ବାହାରିଗଲେ। ପୁଣି ସେହି ଆଜ୍ଞା ସୁସନ ରାଜଧାନୀରେ ପ୍ରକାଶିତ ହେଲା। ତେଣୁ ରାଜା ଓ ହାମାନ ପାନ କରିବାକୁ ବସିଲେ। ମାତ୍ର ସୁସନ ନଗର
ଉଦ୍ବିଗ୍ନ ହେଲା। ଦେଖନ୍ତୁ ସେହି ସୁସନ ନଗର ଉଦ୍ବିଗ୍ନ ହେଲା, କାରଣ ଯିହୁଦୀମାନେ ରାଜାଙ୍କର ଏପରି ରାଜାଜ୍ଞା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ଯିହୁଦୀମାନେ କୌଣସି ବିଶ୍ୱାସଘାତକ ବା ରାଜଦ୍ରୋହୀ ନଥିଲେ। ସେମାନେ କାହାର କ୍ଷତି କରିନଥିଲେ। ସେମାନେ ସେପରି କିଛି ଗର୍ହିତ ଅପରାଧ କରିନଥିଲେ। ଯଦିଓ ସେହି ରାଜ୍ୟର ଲୋକମାନେ ସେମାନଙ୍କର ଧର୍ମ ବା ସଂସ୍କୃତିକୁ ପସନ୍ଦ କରୁନଥିଲେ, ମାତ୍ର ସେମାନେ ସେମାନଙ୍କୁ କେବେ ହେଲେ ରାଜ୍ୟରୁ ଉଚ୍ଛିନ୍ନ କରିବାକୁ ଚାହୁଁନଥିଲେ ବା ଚାହିଁନଥିଲେ। ମାତ୍ର ଏ କ'ଣ? ରାଜା କାହିଁକି ଏପରି ଆଜ୍ଞା ଦେଲେ ଯିହୁଦୀମାନଙ୍କୁ ଉଚ୍ଛିନ୍ନ କରିବା ପାଇଁ? ସେମାନେ ଏହାର ବାସ୍ତବ ରହସ୍ୟକୁ ବୁଝିପାରିଲେ ନାହିଁ। କାହିଁକି ରାଜା ସେମାନଙ୍କ ପ୍ରତି ଏପରି ଖଡ଼୍ଗହସ୍ତ, ତାହା ସେମାନେ ଜାଣିପାରିଲେ ନାହିଁ। ମାତ୍ର ରାଜା ଓ ହାମାନଙ୍କ ମନରେ ଟିକେ ହେଲେ ଚିନ୍ତା ନାହିଁ କି ଦୁଃଖ ନାହିଁ। ସେମାନେ ଦୁଇଜଣ ଏହିପରି ପରିସ୍ଥିତିରେ ପାନ କରିବାକୁ ବସିଗଲେ। ମାତ୍ର ରାଜା ନିଜେ ବୁଝିପାରୁନାହାନ୍ତି ଯେ ଏହି ରାଜାଜ୍ଞା ତାହାଙ୍କର ରାଣୀ ଏଷ୍ଟରଙ୍କ ପ୍ରତି ମଧ୍ୟ ବର୍ତ୍ତିବାକୁ ଯାଉଅଛି। କିନ୍ତୁ ଏପରି ଯିହୁଦୀ ଲୋକମାନଙ୍କ ଉପରେ ମନୋଭାବ ଧାରଣ କରିବା ସେମାନଙ୍କ ପକ୍ଷେ ଉଚିତ ନଥିଲା। କାରଣ ଯିହୁଦୀମାନେ ଈଶ୍ୱରଙ୍କ ମନୋନୀତ ଲୋକ। ସେମାନଙ୍କ ପ୍ରତି ଈଶ୍ୱରଙ୍କ ଅନୁଗ୍ରହ ଓ ଦୟାଦୃଷ୍ଟି ରହିଅଛି। ସେମାନଙ୍କ ମଧ୍ୟ ଦେଇ ପବିତ୍ର ବାଇବଲ ଆଜି ଆମମାନଙ୍କ ନିକଟରେ ପ୍ରକାଶିତ ହୋଇଅଛି। ସେହି ଜାତି ମଧ୍ୟ ଦେଇ ଖ୍ରୀଷ୍ଟ ଏହି ଜଗତକୁ ଆସିଅଛନ୍ତି। ତେଣୁକରି ଶୟତାନ ସେମାନଙ୍କୁ ଘୃଣା କରେ, କାରଣ ସେମାନେ ପବିତ୍ର ଧର୍ମଶାସ୍ତ୍ର ବାଇବଲକୁ ଓ ଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରନ୍ତି। ସେମାନେ ଈଶ୍ୱରଙ୍କର ଲୋକ ଓ ଈଶ୍ୱରଙ୍କର ମନୋନୀତ ଜାତି। ଆଜି ଈଶ୍ୱର ଆମମାନଙ୍କ ପ୍ରତି ତାହାଙ୍କର ଯେଉଁ ଅନୁଗ୍ରହ ପ୍ରକାଶ କରି ଆମ୍ଭମାନଙ୍କ ନିମନ୍ତେ ଉଦ୍ଧାର ସାଧନ କରିଅଛନ୍ତି, ସେମାନଙ୍କ ନିମନ୍ତେ ମଧ୍ୟ ତାହା ସାଧନ କରିଅଛନ୍ତି। ବାସ୍ତବରେ ହାମାନ ଯେଉଁ କୂଟ ଚକ୍ରାନ୍ତ କଲା, ତହିଁର ପ୍ରତିଫଳ ମଧ୍ୟ ସେ ଭୋଗ କଲା, ଯାହାକି ଆମେ ପରବର୍ତ୍ତୀ ଅଂଶରେ ଲକ୍ଷ୍ୟ କରିବାକୁ ପାରିବା। ଆଉ ଯଦିଓ ଏହି ରାଜାଜ୍ଞା ମାଦୀୟ ଓ ପାରସିକ ବ୍ୟବସ୍ଥା ଅନୁଯାୟୀ ଅପରିବର୍ତ୍ତନୀୟ ଥିଲା, ମାତ୍ର ଈଶ୍ୱର ତହିଁରେ ହସ୍ତକ୍ଷେପ କରିବାକୁ ଯାଉଅଛନ୍ତି ଓ ସେ ତହିଁରେ ପରିବର୍ତ୍ତନ ଆଣିବାକୁ ଯାଉଅଛନ୍ତି, ଯାହାକି ଆମେ ପରେ ଏହି ପୁସ୍ତକରେ ଲକ୍ଷ୍ୟ କରିବାକୁ ପାରିବା। ଈଶ୍ୱର ତାହାଙ୍କର ଅସୀମ ଅନୁଗ୍ରହରେ ତାହାଙ୍କର ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଭାବରେ ଉଦ୍ଧାର କରିବାକୁ ଯାଉଅଛନ୍ତି। ସେମାନେ ଈଶ୍ୱରଙ୍କୁ ଭୁଲି ଯାଇଥିଲେ ମଧ୍ୟ ଈଶ୍ୱର ସେମାନଙ୍କୁ ଭୁଲି ଯାଇନାହାନ୍ତି। ସେମାନେ ଈଶ୍ୱରଙ୍କଠାରୁ ଦୂରେଇ ଯାଇଥିଲେ ମଧ୍ୟ ଈଶ୍ୱର ସେମାନଙ୍କଠାରୁ ଦୂରେଇ ଯାଇନାହାନ୍ତି। ସେ ସେମାନଙ୍କ ପ୍ରତି ତାହାଙ୍କର ଦୟା ଦୃଷ୍ଟି ରଖିଅଛନ୍ତି। ସେ ଏହି ସମସ୍ତ ଅମଙ୍ଗଳର ପରିସ୍ଥିତି ମଧ୍ୟ ଦେଇ ତାହାଙ୍କ ଲୋକମାନଙ୍କର ମଙ୍ଗଳ ସାଧନ କରିବାକୁ ଯାଉଅଛନ୍ତି, କାରଣ ସେ ସବୁର ନିୟନ୍ତ୍ରଣକର୍ତ୍ତା ଓ ତାହାଙ୍କ ଇଚ୍ଛା ବିହୁନେ କୌଣସି ବିଷୟ ସାଧିତ ହୋଇପାରେ ନାହିଁ। ସେ ସବୁ ବିଷୟକୁ ତାହାଙ୍କ ଅଧୀନରେ ରଖି ନିୟନ୍ତ୍ରଣ କରିଥାନ୍ତି। ତେଣୁ ଆସୁ ଜୀବନର ପ୍ରତି ଅବସ୍ଥାରେ ଓ ପରିସ୍ଥିତିରେ ଈଶ୍ୱରଙ୍କୁ ଗୌରବ ଦେବା ପାଇଁ ଚେଷ୍ଟା କରୁ ଓ ତାହାଙ୍କର ଇଚ୍ଛାନୁମୋଦିତ ଜୀବନଯାପନ କରୁ, କାରଣ ସେ ପ୍ରତିଜ୍ଞାରେ ବିଶ୍ୱସ୍ତ ପରମେଶ୍ୱର ଓ ସେ ଆମମାନଙ୍କର ଏକମାତ୍ର ଉଦ୍ଧାରକର୍ତ୍ତା ଈଶ୍ୱର। ଯେଉଁମାନେ ତାହାଙ୍କଠାରେ ଆଶ୍ରୟ ନିଅନ୍ତି, ସେ ସେମାନଙ୍କର ଢାଲ ସ୍ୱରୂପ ହୁଅନ୍ତି ଓ ସେମାନଙ୍କୁ ସର୍ବ ବିପଦ ତଥା ଅମଙ୍ଗଳରୁ ରକ୍ଷା କରନ୍ତି। ସେ ସେମାନଙ୍କ ପ୍ରତି ସଦାସର୍ବଦା ଦୃଷ୍ଟି ରଖିଥାନ୍ତି ଓ ତାହାଙ୍କର ଅନୁଗ୍ରହରେ ଆବୋରି ରଖିଥାନ୍ତି। ତେଣୁ ମନୁଷ୍ୟର ଶରଣାଗତ ହେବା ଅପେକ୍ଷା ଖ୍ରୀଷ୍ଟ ଯୀଶୁଙ୍କର ଶରଣାଗତ ହେବା ଉତ୍ତମ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।